ईश्वरଙ୍କ ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ ଓ ମୋ ପଥ ପାଇଁ ଆଲୁଅ ଅଟେ। ଜହନ ଲିଖିତ ସୁସମାଚାର ପ୍ରଥମ ପର୍ବ 14 ପଦ। ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ। ଯୀଶୁଙ୍କର ଶିଷ୍ୟ ଜହନ ତାଙ୍କ ଜୀବନ ବିଷୟରେ ଏହି ସୁସମାଚାର ଲେଖିଛନ୍ତି। ସେ ଆଦ୍ୟରୁ ଆରମ୍ଭ କରିଛନ୍ତି। ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ। ସେ ଆଦ୍ୟରେ ଈଶ୍ୱରଙ୍କ ସହିତ ଥିଲେ। ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା। ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇନାହିଁ। ଯେଉଁ ବାକ୍ୟ ଆଦ୍ୟରେ ଥିଲେ, ଯେଉଁ ବାକ୍ୟ ଏହି ସାରା ସୃଷ୍ଟିକୁ ସୃଷ୍ଟି କରିଛନ୍ତି, ସେହି ବାକ୍ୟ ବିଷୟରେ ସେ ଲେଖିଛନ୍ତି। 14 ପଦରେ ସେପରି କହନ୍ତି, ଆଉ ସେହି ବାକ୍ୟ ଦେହବନ୍ତ ହେଲେ, ପୁଣି ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ। ଆଉ ପିତାଙ୍କ ଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କ ମହିମା ସଦୃଶ ଆମ୍ଭମାନେ ତାହାଙ୍କ ମହିମା ଦେଖିଲୁ। ଯେଉଁ ବାକ୍ୟ ଆଦ୍ୟରେ ଈଶ୍ୱରଙ୍କ ସଙ୍ଗରେ ଥିଲେ, ଈଶ୍ୱର ଥିଲେ, ସେହି ବାକ୍ୟ ଦେହବନ୍ତ ହେଲେ। 2000 ବର୍ଷ ତଳେ ସେହି ବାକ୍ୟ ଦେହବନ୍ତ ହେଲେ। ସେହି ବାକ୍ୟ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ। ଯେଉଁ ବାକ୍ୟ ଈଶ୍ୱରଙ୍କ ସହିତ ଥିଲେ, ସେହି ବାକ୍ୟ ଆମ୍ଭମାନଙ୍କ ମଧ୍ୟରେ ବାସ କରିବା ପାଇଁ ଏହି ଜଗତକୁ ଆସିଲେ। ସେହି ବାକ୍ୟ ଅଛନ୍ତି ଯୀଶୁଖ୍ରୀଷ୍ଟ। ଯୀଶୁ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ। ଯେତେବେଳେ ଯୀଶୁ ସ୍ୱର୍ଗ ଛାଡ଼ି ଏହି ଜଗତକୁ ଆସିଲେ, ଆମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ଆସିଲେ, ସେତେବେଳେ ସେ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆସିଲେ। ଆମ୍ଭମାନେ ଈଶ୍ୱରଙ୍କ ଅନୁଗ୍ରହ ବିଷୟରେ କେତେ ଦିନ ଧରି ଆମେ ଧ୍ୟାନ କରି ଆସୁଛୁ। ହେଲେ ଯୀଶୁ ବୋଲି କହିଲେ ସେ ଅନୁଗ୍ରହ ଅଟନ୍ତି। ସେ ଈଶ୍ୱରଙ୍କର ଅଦ୍ୱିତୀୟ ପୁତ୍ର ଥିଲେ। ତାଙ୍କର ମହିମା ଓ ପିତା ପରମେଶ୍ୱରଙ୍କ ମହିମା ସମାନ ଥିଲା। ପିତା ଯେପରି ଅଛନ୍ତି ବୋଲି କେହି ଦେଖିନାହାନ୍ତି, ଜାଣିନାହାନ୍ତି, କିନ୍ତୁ ତାଙ୍କର ଅଦ୍ୱିତୀୟ ପୁତ୍ର ଯୀଶୁଙ୍କ ଦ୍ୱାରା ମାନବ ଜାତି ଦେଖିଲା। ପୁତ୍ରଙ୍କର ମହିମା ଆମେମାନେ ଦେଖିଛୁ। ମାଥ୍ୟୁ, ମାର୍କ, ଲୁକ, ଜହନ ଏହି 4ଟି ସୁସମାଚାରରେ ଆମେ ଯୀଶୁଙ୍କ ବିଷୟରେ ଅନେକ ବିଷୟ ଦେଖିବାକୁ ପାଉଛୁ। ଯୀଶୁଙ୍କ ଜୀବନରେ କେବେ ଗୋଟେ ଦିନ ମଧ୍ୟ ସେ ଚିନ୍ତା କରୁନଥିଲେ। କେବେ ହେଲେ ଚିନ୍ତା କଲେ କି ଏତେ ଲୋକମାନେ ଆସିଛନ୍ତି, ମୁଁ କେମିତି ଖାଇବାକୁ ଦେବି ବୋଲି ସେ କିଛି ଚିନ୍ତା କଲେ ନାହିଁ। ଏତେ ରୋଗୀମାନେ ଆସିଛନ୍ତି, ମୁଁ କିପରି ସୁସ୍ଥ କରିପାରିବି କି ନାହିଁ ବୋଲି ସେ କେବେ ଡରିଲେ ନାହିଁ। ଭୂତଗ୍ରସ୍ତ ଲୋକକୁ ଦେଖି ସେ ଭୟଭୀତ ହେଲେ ନାହିଁ। ନୌକାରେ ଯାଉଥିବା ସମୟରେ ଶିଷ୍ୟମାନେ ବହୁତ ଡରିଲେ। ଯୀଶୁଙ୍କୁ ଉଠାଇଲେ, ହେ ଗୁରୁ, ଆମେ ମଲୁ ବୋଲି ସେମାନେ ଚିତ୍କାର କଲେ। କିନ୍ତୁ ଯୀଶୁ ଆରାମରେ ଥିଲେ। ଯୀଶୁଙ୍କର ମନରେ କିଛି ଭୟ ନଥିଲା, କିଛି ଚିନ୍ତା ନଥିଲା। ସେ କେବେ ମଧ୍ୟ ବିରକ୍ତ ହୋଇନଥିଲେ, ସେ ବ୍ୟସ୍ତ ହୋଇନଥିଲେ। ଯୀଶୁ ଅନୁଗ୍ରହରେ ପରିପୂର୍ଣ୍ଣ ହୋଇଥିଲେ। ସେ ଈଶ୍ୱରଙ୍କ ଶାନ୍ତିରେ ପରିପୂର୍ଣ୍ଣ ହୋଇଥିଲେ। ଏହି 4ଟି ସୁସମାଚାରରେ ଅନେକ ସ୍ଥାନରେ ଏପରି ଲେଖା ହେଇଛି ଯେ ଯୀଶୁ ଦୟାରେ ବିଗଳିତ ହେଲେ। ସେଥିମଧ୍ୟରୁ କେତେଟା ପଦ ମୁଁ ପଢ଼ିବି। ମାଥ୍ୟୁ 14:14ରେ, ଆଉ ସେ ନୌକାରୁ ବାହାରି ବହୁ ସଂଖ୍ୟକ ଲୋକଙ୍କୁ ଦେଖି ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ ଓ ସେମାନଙ୍କର ରୋଗୀମାନଙ୍କୁ ଆରୋଗ୍ୟ କଲେ। ଯେତେବେଳେ ଅନ୍ଧ ଲୋକ 2 ଜଣ ଯୀଶୁଙ୍କୁ ଡାକିଲେ, ଏପରି ଲେଖା ହେଇଛି ମାଥ୍ୟୁ 20ରେ, ଯୀଶୁ ଦୟାରେ ବିଗଳିତ ହୋଇ ସେମାନଙ୍କର ଚକ୍ଷୁ ସ୍ପର୍ଶ କଲେ ଓ ତତ୍କ୍ଷଣାତ୍ ସେମାନେ ଦୃଷ୍ଟି ପାଇ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲେ। ମାର୍କ 1ମ ଅଧ୍ୟାୟରେ ଜଣେ କୁଷ୍ଠି ରୋଗୀଙ୍କ ବିଷୟରେ ଲେଖା ହେଇଛି। ସେ ଯୀଶୁଙ୍କ ନିକଟକୁ ଆସି, ଆପଣ ଯଦି ଇଚ୍ଛା କରନ୍ତି ତାହାହେଲେ ମୋତେ ଶୁଚି କରିପାରନ୍ତି ବୋଲି ବିନତି କରିବାକୁ ଲାଗିଲା। ସେଥିରେ ଯୀଶୁ ଦୟାରେ ବିଗଳିତ ହୋଇ ହସ୍ତ ବିସ୍ତାର କରି ତାହାକୁ ସ୍ପର୍ଶ କଲେ ଓ କହିଲେ, ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ। ହେଲେ ଆମେମାନେ ଜାଣିଛୁ ସେହି ଦିନମାନଙ୍କରେ କେହି ମଧ୍ୟ କୁଷ୍ଠି ଲୋକଙ୍କୁ ଛୁଇଁବାର ନାହିଁ, ପାଖକୁ ଯିବାର ନାହିଁ। ହେଲେ ଯୀଶୁ ଦୟାରେ ଏତେ ବିଗଳିତ ହେଲେ ଯେ ତାହା ପ୍ରତି ହସ୍ତ ବିସ୍ତାର କଲେ, ତାକୁ ଛୁଇଁଲେ। କେହି ମଧ୍ୟ ସ୍ପର୍ଶ କରିବେ ନାହିଁ। ଯୀଶୁ ତାଙ୍କର ଦୟା, ତାଙ୍କର ଅନୁଗ୍ରହ, ପ୍ରେମକୁ
ଦେଖାଇଲେ ତାକୁ ସ୍ପର୍ଶ କରି କହିଲେ ମୁଁ ଇଚ୍ଛା କରୁଅଛି ଶୁଚି ହୁଅ। ସେଥିରେ ସେହି ରୋଗଟା ଦୂର ହୋଇଗଲା, ସେ ସୁସ୍ଥତା ପାଇଲା। ଯୀଶୁ ଯେତେବେଳେ ରୋଗୀମାନଙ୍କୁ ଦେଖିଲେ ବି ପ୍ରଥମେ ଲେଖା ହେଇଛି ସେ ଦୟାରେ ବିଗଳିତ ହେଲେ। ଯୀଶୁ ଯେତେ ଗୁଡ଼ିଏ ଆଶ୍ଚର୍ଯ୍ୟ କର୍ମ କଲେ ସେଇ ସବୁ ଦୟାରେ ସେ ବିଗଳିତ ହେଇଥିବାରୁ ସେ କରୁଥିଲେ। ସେ ଅନୁଗ୍ରହରେ ପରିପୂର୍ଣ୍ଣ ହୋଇଥିଲେ। ତାଙ୍କର ଈଶ୍ୱରଙ୍କର ଅନୁଗ୍ରହ ଦୟା ଯୀଶୁଙ୍କ ଜୀବନରେ ଥିଲା। ସେଥିପାଇଁ ସେ ଦୟାରେ ବିଗଳିତ ହୋଇ ଲୋକମାନଙ୍କୁ ସାହାଯ୍ୟ କଲେ, ସୁସ୍ଥ କଲେ। ମୁଁ ଈଶ୍ୱରଙ୍କର ପୁତ୍ର, ଏହି ବିଷୟକୁ ସମସ୍ତେ ଜାଣନ୍ତୁ। ମୁଁ ଏହି ଆଶ୍ଚର୍ଯ୍ୟ କର୍ମ କଲେ ସମସ୍ତେ ମୋର ପ୍ରଶଂସା କରିବେ, ନହେଲେ ମୋତେ ସମସ୍ତେ ଦେଖିବେ। ମୁଁ ଈଶ୍ୱରଙ୍କର ପୁତ୍ର ବୋଲି ସମସ୍ତେ ଜାଣିବେ ବୋଲି ସେହି ଆଟିଟ୍ୟୁଡ଼ରେ ସେ କେବେ ମଧ୍ୟ ଆଶ୍ଚର୍ଯ୍ୟ କର୍ମ କରୁନଥିଲେ। ଏହି ବିଷୟକୁ ଆମେ ଜାଣିବାର ଅଛି। ସେ ନିଜର ପ୍ରଶଂସା ପାଇଁ, ଲୋକ ଦେଖାଣିଆ ପାଇଁ କେବେ ଗୋଟେ ଦିନ ମଧ୍ୟ ଆଶ୍ଚର୍ଯ୍ୟ କର୍ମ କଲେ ନାହିଁ। ଯୀଶୁ ଦୟାରେ ବିଗଳିତ ହୋଇ ସେମାନଙ୍କ ଜୀବନରେ ମହତ୍ କାର୍ଯ୍ୟ କଲେ। ସଦାପ୍ରଭୁ କୃପାବାନ ଓ ସ୍ନେହଶୀଳ, କ୍ରୋଧରେ ଧୀର ଓ ଦୟାରେ ମହାନ ଅଟନ୍ତି। ଯୀଶୁ ସେହି ପିତା ପରମେଶ୍ୱରଙ୍କର ସଦୃଶ ଥିଲେ। ଯୀଶୁ ଦୟାରେ ବିଗଳିତ ହୋଇ ଲୋକମାନଙ୍କୁ ଉପଦେଶ ଦେଲେ। ଏସବୁ ମୋର କର୍ତ୍ତବ୍ୟ, ପିତା ଯାହା କହିବା ପାଇଁ କହିଛନ୍ତି ସେସବୁ ମୁଁ କହିଦେବି, ମୋର କର୍ତ୍ତବ୍ୟ, ମୋର ଡ୍ୟୁଟିକୁ ମୁଁ ସରାଇବି ବୋଲି ସେହି ମନୋଭାବରେ ସେ ଉପଦେଶ ଦେଲେ ନାହିଁ। ଯେପରି ଲୋକମାନେ ଆଶୀର୍ବାଦ ପାଇବେ, ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବେ, ସେଥିପାଇଁ ସେ ଦୟାରେ ବିଗଳିତ ହୋଇ ଶିକ୍ଷା ଦେଉଥିଲେ। ଆଜି ସେହି ସଦାପ୍ରଭୁ ଆମ୍ଭମାନଙ୍କ ପ୍ରତି ଦୟାରେ ବିଗଳିତ ହୋଇଛନ୍ତି। ଏହି ବିଷୟକୁ ଆଜି ଆମେ ଜାଣିବା ଯେ ସଦାପ୍ରଭୁ ପରମେଶ୍ୱର ମୋ ପ୍ରତି, ମୋ ଜୀବନ ପ୍ରତି ସେ ଦୟାରେ ବିଗଳିତ ହେଉଛନ୍ତି। ସେଥିପାଇଁ ମୋ ଜୀବନରେ ଉତ୍ତମ ବିଷୟ ସବୁ ସେ ଦାନ କରିବେ। ଯେଉଁ ସଦାପ୍ରଭୁଙ୍କୁ ମୁଁ ଆରାଧନା କରୁଛି, ସେବା କରୁଛି, ସେହି ସଦାପ୍ରଭୁ ଦୟାରେ ମହାନ ଅଟନ୍ତି। ସଦାପ୍ରଭୁ ମୋତେ ବହୁତ ଭଲ ପାଆନ୍ତି, ସେ ମୋତେ ପ୍ରେମ କରନ୍ତି। ସେଥିପାଇଁ ମୋ ଜୀବନର ପ୍ରତ୍ୟେକ ବିଷୟରେ ସେ କାର୍ଯ୍ୟ କରନ୍ତି। ତାଙ୍କର ମହତ୍ କାର୍ଯ୍ୟ ମୋ ଜୀବନରେ କରିବେ, କାରଣ ସେ ମୋ ପ୍ରତି ଦୟାରେ ବିଗଳିତ ହୋଇଛନ୍ତି। ଆଜି ଆମମାନଙ୍କ ଜୀବନରେ ଖ୍ରୀଷ୍ଟ ଅଛନ୍ତି। ଆମ୍ଭମାନେ ଖ୍ରୀଷ୍ଟଙ୍କ ଠାରେ ଅଛୁ, ଖ୍ରୀଷ୍ଟ ଆମ୍ଭମାନଙ୍କ ଠାରେ ଅଛନ୍ତି। ସେଥିପାଇଁ ଆମ୍ଭମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କ ପରି ଦୟାରେ ବିଗଳିତ ହୋଇ ତାଙ୍କର କାର୍ଯ୍ୟ କରିବା ଉଚିତ। ଯେତେବେଳେ ଆମେ ଅନ୍ୟମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଆମେ କହୁ, ସୁସମାଚାର କହିବା ସମୟରେ, ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବା ବେଳେ, କିଛି ସାହାଯ୍ୟ କରିବା ବେଳେ ଆମ ମନରେ ଏହି ବିଷୟ ରଖିବାର ଅଛି ଯେ ଯୀଶୁ ଦୟାରେ ବିଗଳିତ ହୋଇ କାର୍ଯ୍ୟ କରୁଥିଲେ, ଠିକ୍ ସେପରି ମୁଁ ମଧ୍ୟ ଦୟାରେ ବିଗଳିତ ହୋଇ ମୁଁ କରିବାର ଅଛି। ସମସ୍ତଙ୍କ ସାମ୍ନାରେ ମୁଁ ବଡ଼ ଲୋକ ବୋଲି ଦେଖାଇବା ପାଇଁ ଆମେ କିଛି କାର୍ଯ୍ୟ କରିବା ନାହିଁ। ଆମେ ମଧ୍ୟ ଦୟାରେ ବିଗଳିତ ହେବା। ଆମ୍ଭମାନଙ୍କ ପାଇଁ ଚିନ୍ତା କରିବାର ଈଶ୍ୱର ଜଣେ ଅଟନ୍ତି। ଆମ୍ଭମାନଙ୍କର ସବୁ କାର୍ଯ୍ୟ ସେ ଆମ୍ଭମାନଙ୍କ ନିମନ୍ତେ କରୁଛନ୍ତି। ସେହି ସଦାପ୍ରଭୁଙ୍କୁ ଆମେ ଧନ୍ୟବାଦ ଦେବା। ଯେଉଁ ଯୀଶୁ ଦୟାରେ ବିଗଳିତ ହୋଇଥିଲେ, ସେହି ଯୀଶୁଙ୍କର ଅନୁସରଣ କରିବା। ଆସନ୍ତୁ ପ୍ରାର୍ଥନା କରିବା। ହେ ଆମମାନଙ୍କର ଦୟାଳୁ ପିତା ପରମେଶ୍ୱର, ତୁମର ପବିତ୍ର ମହାନାମର ଧନ୍ୟବାଦ ଦେଉଛି ବାପା। ଆମ୍ଭମାନଙ୍କର ମୁକ୍ତିଦାତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମ ନିକଟକୁ ଆସିଅଛୁ। ପ୍ରଭୁ ଆଜିର ଏହି ନୂତନ ଦିବସ ପାଇଁ ତୁମକୁ ଧନ୍ୟବାଦ ଦେଉଛି ବାପା। ପ୍ରଭୁ ଆମ୍ଭମାନଙ୍କ ନିମନ୍ତେ ତୁମର ଏକମାତ୍ର ପୁତ୍ରଙ୍କୁ ଏହି ଜଗତକୁ ପ୍ରେରଣ କରୁଥିଲ। ପ୍ରଭୁ ସେଥିପାଇଁ ତୁମକୁ ଧନ୍ୟବାଦ ଦେଉଛି ବାପା। ତୁମର ଅନୁଗ୍ରହ ପ୍ରେମ ଦ୍ୱାରା ଆଜି ଆମେ ବଞ୍ଚୁଛୁ। ପ୍ରଭୁ ଯୀଶୁ ଆମ୍ଭମାନଙ୍କ ପ୍ରତି ସେ ଦୟାରେ ବିଗଳିତ ହୋଇ ଆମ୍ଭମାନଙ୍କ ନିମନ୍ତେ କଲବରୀ କ୍ରୁଶରେ ନିଜର ଜୀବନ ଦେଇଛନ୍ତି। ପ୍ରଭୁ ସେହି ପ୍ରେମ ପାଇଁ ତୁମକୁ ଧନ୍ୟବାଦ 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 ଦେଉଛି ବାପା। ପ୍ରଭୁ ଆମ୍ଭମାନେ ଉତ୍ତମ ଲୋକ ବୋଲି ତୁମର ଜୀବନ ତୁମେ ଦେଲ ନାହିଁ। ପ୍ରଭୁ ଆମ୍ଭମାନଙ୍କ ପ୍ରତି ତୁମର ଯେଉଁ ଅନୁଗ୍ରହ ଦୟା ଥିଲା, ପ୍ରଭୁ ସେହି ଅନୁଗ୍ରହ ଆମ୍ଭମାନଙ୍କ ନିମନ୍ତେ ପରିତ୍ରାଣ ଆଣିଦେଇଛି। ପ୍ରଭୁ ସେଥିପାଇଁ ତୁମକୁ ଧନ୍ୟବାଦ ଦେଉଛି ବାପା। ଯେଉଁମାନେ ଏହି ବାକ୍ୟ ଶୁଣିଛନ୍ତି ଓ ମୋ ସହିତ ପ୍ରାର୍ଥନା କରୁଛନ୍ତି, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ପ୍ରଭୁ ଯେଉଁମାନେ ତୁମ ନିକଟକୁ ଆସିଛନ୍ତି ସମସ୍ତଙ୍କୁ ତୁମେ ଆଶୀର୍ବାଦ କର। ଯେଉଁମାନେ ରୋଗରେ କଷ୍ଟରେ ଅଛନ୍ତି,
प्रभु पीड़ित अवस्था अछंती जंत्रणा पाउछंती प्रत्येक को तुम्हें आशीर्वाद कर प्रभु सही रोगी मानक जेपरि तुम्हें दयारे विगलित होई प्रभु तुम्हें स्पर्श कल सूची करुथिल ठीक सेपरि प्रभु आज समस्त प्रति तुम्हें दयारे विगलित होइछ सेतिपई मो तुमको धन्यवाद देउछि बापा प्रभु तुम्हें सुस्थता प्रदान कर प्रत्येकंकर परिस्थिति रे प्रभु तुम्हें उद्धार कर प्रभु जे माने अभाव रे असुविधा अछंती से मानक तुम्हें आशीर्वाद कर तांकर आवश्यकता तुम्हें पूर्ण कर प्रभु से मानक जीवन रे जेपरि तुमरे आशीर्वाद प्रचुर भाव रे पाई पारिबे सेथिपई तुम्हें दया कर तुम्हें अनुग्रह कर प्रत्येक परिवार को तुम्हें आशीर्वाद कर सब प्रकार आपद विपद प्रभु रोग महामारी तुम्हें सुरक्षा कर तुम्हें आशीर्वाद कर प्रभु तुमरे अनुग्रह अनुसार आम मानक चलाइनिय प्रभु आम मानकर पाप अनुसार नहीं प्रभु आम मानकर अपराध अनुसार नहीं तुमरी प्रभु यही महाप्रेम अनुग्रह अनुसार आम मानक तुम्हें क्षमा करिवछ सेतिपई तुमको धन्यवाद देउछि बापा प्रभु आजिर कार्यक्रम रे आम मानकर संगे थाई तुम्हें उपकार कर मंगल कर आम मानकर जीवन द्वारा प्रभु तुम्हें महिमा पाव यही प्रार्थना नाजरेतीय यीशु ख्रीष्टଙ୍କ नाम रे मागिली आमेन। आसंतु यही पदटी हिंदी रे थरे पढ़िबा। अनुग्रह और सच्चाई से परिपूर्ण होकर हमारे बीच में डेरा किया। यही पद माध्यम रे सदा प्रभु आपन का आशीर्वाद करंतु आमेन। आपण जदि यही वार्ता द्वारा आशीर्वाद प्राप्त हुअंती तेबे आपणकर बंधु एवं संपर्कीय मानक यही वीडियो शेयर करंतु। थैंक यू।